ଯେମିତି ରହିଥିବା ରାଜଧାନୀ ଛାତି ଉପରେ ବେକାର ଯୁବକ ଭାଇ ଭଉଣୀମାନେ ଏବଂ ଆପଣଙ୍କର ଯୋଉ ଦାବି ସବୁ ରହିଛି ଶିକ୍ଷକ ନିଯୁକ୍ତି ନହେଇକି ପ୍ରାଇଭେଟ ସଂସ୍ଥା ଜରିଆରେ ଆପାର୍ଟମେଣ୍ଟ ଦିଆଯାଉଛି। ମୁଁ ଯେତିକି ଖବର ପାଇ ଯୋଉମାନେ ପିଡି ଟ୍ରେନିଂ ନେଇଛ ତାକୁ ପଚରା ଯାଉନି, ପିଡି ବାଲାକୁ ପଚରା ଯାଉନି, ସିଟି ବାଲାକୁ ପଚରା ଯାଉନି। ସମସ୍ତେ ପିଡି ନିଯୁକ୍ତି ଆମର ନାହିଁ, ଲୋକଙ୍କ ସରକାର। ମୁଁ ପ୍ରଥମେ ଅଭିନନ୍ଦନ ଜଣାଇବି ସାରା ରାଜ୍ୟରୁ ସମସ୍ତେ ପାଠଶାଠ ପଢି ଟ୍ରେନିଂ ନେଇ ଗୋଟେ ଭଲ ଶିକ୍ଷକ ହବ, ପିଲାଙ୍କ ଜୀବନ ଗଢିବ। ଯୋଉ ସ୍ୱପ୍ନ ନେଇ ତମେ ପାଠ ପଢିଥିଲ ସେ ସ୍ୱପ୍ନକୁ ମୋହନ ସରକାର ବର୍ବାଦ କରିବାକୁ ଯାଉଛି। ମୋହନ ବାବୁ ତମେ ବି ଚାକିରି କରିଥିଲ 300 ଟଙ୍କିଆ ଟିଚର। ବେଳା ଭଲ ହେଉ ହଉ ହେଇଯାଉ ଖାଇ ବୁଲୁଛ, ରାଜ୍ୟକୁ ସବୁ ଲୁଣ୍ଠନ କରୁଛ। ଚାରିଆଡେ ଖାଲି ପୋଷ୍ଟର, ତମ ଚିକଣ ଗାଲ, ପ୍ରଧାନମନ୍ତ୍ରୀଙ୍କ ଚିକଣ ଦାଢି, ଏଇଆ କମକୁ ଦେଖିବାକୁ ତମେ ଶପଥ ନେଇଛ। ଆରେ ଏଇଆ କରିବାକୁ ଦାୟିତ୍ୱ ନେଇଥିଲ। ଆମମାନଙ୍କ ଜୀବନ ବଢିବ, ଆମକୁ ନିଯୁକ୍ତି ଦବ। ନିଜେ କହିଥିଲ ତମମାନଙ୍କୁ ନିଯୁକ୍ତି ଦିଆଯିବ। କାହିଁ ନିଯୁକ୍ତି? ଆପଣମାନେ ଆସିଛନ୍ତି, ରୁହନ୍ତୁ। ଆମ ବିଧାୟକ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ, ମୋର ସାନ ଭାଇ ବଡ ଭାଇ। ସେ ପ୍ରାୟ 15 ବର୍ଷ ମୋ ସାଥିରେ ବିଧାୟକ। ମୁଁ ନିଜେ ତାଙ୍କ ସହିତ ଆଲୋଚନା କରିବି, ମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। ସେ ପିଲାମାନେ ଖରାକୁ ଖାତିର ନ କରି, ବର୍ଷାକୁ ଖାତିର ନ କରି ଗାଁରେ ପାରି, କିନ୍ତୁ ତାଙ୍କ ପେଟ ପାଇଁ ସେ ଏଠେଇ ବହି